ଭାରତୀୟ जनता दल जेतु सरकार रे अछंती ସେମାନେ ତାଙ୍କର ଦଳୀୟ କାର୍ଯ୍ୟକ୍ରମ ଉପରେ ସେଟା କଲେ ତେଣୁ ବିଜୁ जनता दल ସେଟାକୁ ପ୍ରତ୍ୟାଖ୍ୟାନ କଲା ତେଣୁ ଆଜି ଆମେ ଯେହେତୁ ନବନିର୍ବାଚିତ ବିଧାୟକ ମାନେ ବିଜୁ जनता ଦଳର ସେ ଶିବିରକୁ ଯାଇନଥିଲେ ତେଣୁ ଆଜି ସେଇ ପ୍ରଶିକ୍ଷଣ ଶିବିର ଏଠି ଆମର ଯୋଉମାନେ वरिष्ठ विधायक माने अछंती पूर्वतन मंत्री माने अछंती ସେମାନେ ସୁନ୍ଦର ଭାବରେ ଆମକୁ ପ୍ରଶିକ୍ଷଣ ଦଉଛନ୍ତି ତେଣୁ ଏଇଟା ଗୋଟେ ନିହାତି ଭାବରେ ଶିକ୍ଷଣୀୟ ଜିନିଷ ଆଉ ଯୋଉମାନେ ବିଶେଷ କରି ନୂଆ ଭାବରେ ନିର୍ବାଚିତ ହେଇକି ଆସିଛନ୍ତି ସେମାନଙ୍କ ପାଇଁ ଗୋଟେ ଜାଣିବା ଜିନିଷ ପ୍ରଶ୍ନ ଉତ୍ତର କେମିତି ମାନେ ସେମାନେ ପ୍ରଶ୍ନ କେମିତି କରିପାରିବେ ଜିରୋ ଆୱାରରେ କେମିତି ପାର୍ଟିସିପେଟ କରିପାରିବେ ସବମିଶନ କେମିତି ଦେଇପାରିବେ ଏବଂ ଅନ୍ୟାନ୍ୟ ଯୋଉ ବିଧି ବ୍ୟବସ୍ଥା ଅଛି ବିଧାନସଭା ଚାଲିଲା ଭିତରେ ସେ ସବୁ ଜିନିଷ ଗୁଡାକ ଆମର ଯୋଉ ସିନିୟର ମାନେ ଅଛନ୍ତି ସେମାନଙ୍କୁ ପ୍ରଶିକ୍ଷଣ ନିହାତି ଭାବରେ ଆମର ବହୁତ ବିଜ୍ଞ ଅଛନ୍ତି ଏଇଠି ସବୁ ସେଗୁଡାକ ଆଜି ଆମକୁ ପ୍ରଶିକ୍ଷଣ କରୁଛନ୍ତି ଆମର ନୂତନ ବିଧାୟକ ମାନଙ୍କୁ ପ୍ରଶିକ୍ଷଣ କରୁଛନ୍ତି ଆଉ ପେପର ବି କେମିତି ଲେ କରାଯିବ ତା ଉପରେ ମଧ୍ୟ ପ୍ରଶିକ୍ଷଣ କିଛି ଅସୁବିଧା ନେବାଟା ସେମାନେ ନେବେ ନେବାଟା ଏଇଠି ଆମର ପ୍ରଶିକ୍ଷଣ ହଉନି ଆମର ବିଧାନସଭା ପରିବେଶରେ ଯୋଉ ନେବାଟା ଅଛି ଯାଉଛନ୍ତି ଆମର ଯୋଉ ନିର୍ବାଚିତ ହେଇଛନ୍ତି ନୂତନ ଭାବରେ ସେମାନେ ବି ଯାଉଛନ୍ତି ବିଜେପି ବହୁତ ସାରା ଗୋଟେ ଅସୁସ୍ଥ ପରମ୍ପରା ଗୋଟେ ସୃଷ୍ଟି କଲା ବିଜେପି କାହିଁକିନା ସରକାରୀ କାର୍ଯ୍ୟକ୍ରମକୁ ବୟକଟ କଲେ ସେଠି ବି ଦଳୀୟ ସ୍ତରରେ ସଂସଦ ଭବନରେ କାର୍ଯ୍ୟକ୍ରମ ହଉଛି ନାଇଁ ଦେଖନ୍ତୁ ଗୋଟିଏ ଦଳ ନୂତନ ଭାବରେ ପ୍ରଶିକ୍ଷଣ କରିବ ନୂଆ ଆମର ବିଧାୟକ ମାନଙ୍କୁ ପ୍ରଶିକ୍ଷଣ ଦେବ ସେଥିରେ କିଛି ଅସୁବିଧା ନାହିଁ ବିଜେପି ସେଟାକୁ ଯଦି ଅଲଗା ଢଙ୍ଗରେ ନଉଛନ୍ତି ଦୁର୍ଭାଗ୍ୟଜନକ ଯେହେତୁ ସେମାନେ ସରକାରୀ କାର୍ଯ୍ୟକ୍ରମ ଗୋଟିଏ ଦଳୀୟ କାର୍ଯ୍ୟକ୍ରମ ଭାବରେ ଗ୍ରହଣ କରିକିରି ତାଙ୍କ ଲୋକମାନଙ୍କୁ ଯଦି ପୁରେଇଲେ ଆଉ ସାମିଲ କରେ ସରକାରୀ ଯୋଜନା ସରକାରୀ କାର୍ଯ୍ୟକ୍ରମକୁ ତ ବିଜୁ ଜନତା ଦଳ ତାକୁ ଗୋଟେ ଦଳୀୟ ଫର୍ମ ରେ କଲା ତାହେଲେ ଅସୁବିଧା କଣ ଗୋଟେ ବର୍ତ୍ତମାନ ଦଳ ଉପରେ ନେତୃତ୍ୱ ଉପରେ ଭରସା ସମସ୍ତ ସରପଞ୍ଚ ମାନେ ବି ବିଜେପି ନୂଆ ହେଉଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ନିଜେ ନବୀନ ପଟ୍ଟନାୟକଙ୍କର ନିର୍ବାଚନ ମଣ୍ଡଳୀ ହିଞ୍ଜିଳିର ସରପଞ୍ଚ ସମସ୍ତ ମଧ୍ୟ ବିଜେପିରେ ମିଶିଲେ ନାଇଁ ନାଇଁ ଯୋଉମାନେ ତାଙ୍କର ମିଶିବା କଥା ତା ବୋଲିକରି ଯେ ଆମର ସମସ୍ତେ ମିଶିଗଲେ ସେଠି କହିବାର ମାନେ ବାହାରିଲେନି କିନ୍ତୁ ଆପଣ ଦେଖନ୍ତୁ ଭାରତୀୟ जनता ଦଳ ଯେତେବେଳେ ସରକାରକୁ ଆସିଲେ ସେମାନଙ୍କ ଟାର୍ଗେଟ ରହୁଛି ଯେ ଆମେ କେମିତି ଆମର ସମସ୍ତଙ୍କୁ ଏପଟେ ଟାଣିବା କିନ୍ତୁ ତା ବୋଲିକି ସମସ୍ତେ ଆକର୍ଷିତ ହେଇଯିବେ ଆଜି ସେମାନେ ଶାସକରେ ଅଛନ୍ତି ନିହାତି ଭାବରେ ତାଙ୍କୁ ଲୋଭ ଦେଖିକିରି ଆମେ କିଛି ଥଇଥାନ କରିବା ତାଙ୍କୁ କିଛି ପଦବୀ ଦେବା କିଛି ଲୋକ ହୁଏତ ଯାଉଛନ୍ତି କିନ୍ତୁ ଆପଣ ମାନେ ଦେଖିବେ ପରବର୍ତ୍ତୀ ସମୟରେ ସେମାନେ କେମିତି ତଳି ତଳାନ୍ତ ହେବେ ଏବେଠୁ ଆରମ୍ଭ ହେଲାଣି ଯୋଉ ପ୍ରତିଶ୍ରୁତି ଗୁଡାକ ଓଡିଶାବାସୀକୁ ଦେଇଥିଲେ ଯେ ଆପଣ ମାନ ସୁଭଦ୍ରା ଯୋଜନା କୁହନ୍ତୁ କିମ୍ବା ଭତ୍ତା କୁହନ୍ତୁ କି ଅନ୍ୟାନ୍ୟ ଯୋଜନା କିମ୍ବା ଆପଣଙ୍କର ବିଦ୍ୟୁତ ଛାଡ କଥା କୁହନ୍ତୁ ଏଇଟା ଲୋକ ତାଙ୍କ ମୁହଁରୁ ବାହାରି ସାରିଲାଣି ଯେ ଏଇ ସରକାର କଥାରେ କାମରେ କିଛି ନାହିଁ ତେଣୁ ଆଗାମୀ ଦିନରେ ଯୋଉମାନେ ବି ଯାଉଛନ୍ତି ସେ ଦଳକୁ ନିହାତି ଭାବରେ ସେମାନେ ପଛେଇବେ ନାଇଁ ନାଇଁ ସେଇଟା ବି ଠିକ ଆପଣ ମାନେ ବିଡିଓ ମାନଙ୍କୁ କଲେକ୍ଟର ମାନଙ୍କୁ ତାଗିଦ କରୁଛନ୍ତି ଯେ ଏଇ କାମ ଗୁଡା ଅଟକେଇ ରଖ ପରବର୍ତ୍ତୀ ସମୟରେ ଆମେ ନିର୍ଦ୍ଦେଶ ଦେବୁ ଯାହାର ଫଳରେ ନିହାତି ଭାବରେ କିଛି ଲୋକ ସଫୋକେଟେଡ ହଉଛନ୍ତି ପୁଣି ସେଇ ଦଳକୁ ଯିବା ପାଇଁ ବି ହୁଏତ ପ୍ରୟାସ କରୁଥିବେ